କହିଛ ତାକୁ ମୋ ରଣେନ୍ଦ୍ର ପ୍ରତାପ ରାୟ ମହାପାତ୍ର କିଙ୍ଗ ମେକର ଯାହାକୁ ଯୋଉଠି ଯେତେବେଳେ ଚାहे ସେଇଠି ବସେଇ ଦିଏ। ଅଣ୍ଡରଷ୍ଟାଣ୍ଡ? I think you better understand। ନାଇଁ ମୋ ମୁହଁ ଦେଖିଥିଲେ ଲୋକ ଜାଣିବେ। ଅଭିନ୍ନ ପାଢ଼ୀ କହିଲେ ଲୋକ ଜାଣିବେ। ମୁଁ ହେଉଛି ଅଭିନ୍ନ ପାଢ଼ୀ। ମୁଁ କୋଣାର୍କ ଅର୍ଣ୍ଣଠାରେ ଦୀର୍ଘ 10 ବର୍ଷ କାର୍ଯ୍ୟରତ ଥିଲି। ତାପରେ କଳିଙ୍ଗ ଗଣନାଟ୍ୟରେ 5 ବର୍ଷ, ତାପରେ ଧଉଳିରେ 3 ବର୍ଷ, ତାପରେ ବାଘା ଯତୀନରେ ବର୍ଷେ, ତାପରେ ଚକଲେଟ ରଙ୍ଗମଞ୍ଚ, ତାପରେ ହେଉଛି ଯାଜ୍ଞସେନୀ। ବିଗତ ବର୍ଷ ଭିତରେ ଯାଜ୍ଞସେନୀରୁ ବର୍ତ୍ତମାନ ମୁଁ ଆସିଛି ଗ୍ରାଣ୍ଡ ମହଲ। ନୂଆ ପାର୍ଟି ନୁହଁ, ଏ ତ ଗୋଟେ ବର୍ଷ ହେଇଯାଉଛି। ନୂଆ ନୂଆ ମୋ ପାଇଁ ନୂଆ, ମୋ ପାଇଁ ନୂଆ, ମାଲିକ ନୂଆ। ଆଉ ମୋର ଯିଏ ମୋତେ ଆଣିକି ଯାତ୍ରା ଜଗତରେ ଏଇ ଅନୁଷ୍ଠାନରେ ପହଞ୍ଚିଛନ୍ତି ବିପ୍ଳବ ବାବୁ, ସିଏ ମୋର ଯାତ୍ରା ଜଗତରେ ସିଏ ଜଣେ ସୁପରିଚିତ ଏବଂ ଭଲ ପରିଚାଳକ। ବର୍ତ୍ତମାନ କୌଣସି ସ୍ଥାୟୀ ଅବସ୍ଥା ନଥିଲେ ବି ସେ ଆମକୁ ଏଇ ଜାଗାରେ ନେଇ ପହଞ୍ଚିଛନ୍ତି। କେଉଁ ରୋଲ୍ ଆପଣ ପଚାରୁଛନ୍ତି ମୁଁ ଜାଣିଲେ ମୋ ମୁହଁ ଦେଖିଲେ ଲୋକ ଜାଣିଦେବେ ମୁଁ କିଏ। ଆଉ କେଉଁ ରୋଲ୍ ପଚାରୁଛନ୍ତି, ନାଇଁ ମୋ ମୁହଁ ଦେଖିଥିଲେ ଲୋକ ଜାଣିବେ। ଅଭିନ୍ନ ପାଢ଼ୀ କହିଲେ ଲୋକ ଜାଣିବେ। ଭିଲିଆନ, ପଜିଟିଭ ନେଗେଟିଭ ସବୁ ଚରିତ୍ର ମୁଁ କରେ। କହିଛ ତାକୁ ମୋ ରଣେନ୍ଦ୍ର ପ୍ରତାପ ରାୟ ମହାପାତ୍ର କିଙ୍ଗ ମେକର ଯାହାକୁ ଯୋଉଠି ଯେତେବେଳେ ଚାहे ସେଇଠି ବସେଇ ଦିଏ। ଅଣ୍ଡରଷ୍ଟାଣ୍ଡ? I think you better understand। ଲକ୍ଷ୍ୟ ତ ମୁଁ 4 ଗୋଟି ନାଟକ ନେଇ ଯାତ୍ରା କରୁଛି ଏ ବର୍ଷ। ଆଉ ଗଲା ବର୍ଷ 4 ଗୋଟି ନାଟକ ନେଇ କରିଥିଲି, ଏ ବର୍ଷ ବି ସେଇ ନୂଆ 4ଟା ନାଟକ ନୂଆ କରୁଛୁ। ଆଜ୍ଞା ନା ସେଇ ଦିଗ ତ ଆମେ ଧ୍ୟାନ, ସେଇଥିପାଇଁ ତ ନାଟକ ଯେହେତୁ ଆମେ ସବୁଯାକ କଳାକାର ଚେଞ୍ଜ କରିଛୁ, ସେଥିପାଇଁ ଆମେ ସବୁଯାକ ନାଟକ ଚେଞ୍ଜ କଲୁ। ଚେଞ୍ଜ କରିଛୁ ସବୁଯାକ ଭଲ ଭଲ ଲେଖକ ଡାଇରେକ୍ଟର ଆମେ ଆଣିଛୁ। ଯଦି ନାଟକର ସବୁ ଷ୍ଟୋରି ଉପରେ ଗୁରୁତ୍ୱ ଦିଆଯାଇଛି, କାହାଣୀ ଉପରେ। ବିବାଦ କିଛି ନାହିଁ, ବିବାଦ ଇଏ ସବୁ ଯାହା ସବୁ ସମାଧାନ ହେଇଯିବ। ଏଇ ବିବାଦ ଏ ଯେଉଁ ପରିବାର କଥା ଏ ସମାଧାନ ହେଇଯିବ। ବିବାଦ ସବୁ ସମାଧାନ ଭିତରେ 3 ମାସ ହେଇଗଲା କିନ୍ତୁ ସମାଧାନ ହେଇପାରୁନି। ନାଇଁ ଏବେ ତ ସମସ୍ତଙ୍କର ଆଖଡ଼ା ପୂଜା ହେଲାଣି। ସବୁ ଭୁଲ କାହାର ନାହିଁ। ସବୁ ମାନେ ଗୋଟିଏ ପରେ ଗୋଟିଏ ଘଟଣା ମଧ୍ୟ ଆପଣ ଜାଣୁଥିବେ କାହା ବିରୁଦ୍ଧରେ କ'ଣ ହେଉଛି ଜାଣୁଥିବେ। ସେ ସମାଧାନ ମାନେ କିଛି କଳି କଜିଆ କିଛି ନାହିଁ। ସବୁ ରେଡି ହେଇଯିବ। ଆଉ 8 ଦିନ ପରେ ସବୁ ପାର୍ଟି ସବୁ ଠିକ୍ ହେଇଯିବ। ଅଶ୍ଳୀଳତା ଉପରେ ଗୁରୁତ୍ୱ ଦେଉନ, ଆମର ନାଟକ ଉପରେ ଗୁରୁତ୍ୱ ଦିଆହେଉଛି। ଯଦି କମିଟି ବାଲା ଆପଣଙ୍କୁ ଡାକିକି ନେବେ କହିବେ ଅଶ୍ଳୀଳ ତାଙ୍କର ବି ଦରକାର ବହି ହିଟ୍ ହେବା ଦରକାର କି ସେମାନେ ଯଦି ଟିକେଟ୍ ବିକ୍ରି ହେବା ଦରକାର, ସେମାନେ ଯଦି ପ୍ରସ୍ତାବ ଦେବେ କି ନାହିଁ। ନା ସେଇଟା ତ କମିଟି ଉପରେ ନିର୍ଭର କରୁଛି। କିନ୍ତୁ ଯେହେତୁ ଆମେ ସବୁ କମିଟି କରୁଛୁ ମାନେ ଅଶ୍ଳୀଳତା ଉପରେ ଆମେ ଦେଉନୁ। ମାଲିକ ବିଷୟରେ ଆମେ ସମସ୍ତେ ମନା କରୁଛୁ। ଆଉ କମିଟି ଯିଏ ଯେଉଁ କଣ୍ଟ୍ରାକ୍ଟର ନେଉଛନ୍ତି ସିଏ ତାଙ୍କର ଚାହୁଁନ୍ତି ଆକୁ ଆଣୁଛୁ ତାଙ୍କୁ ଯାହାକୁ ନେଉଛନ୍ତି ଆଇଟମ୍ ଗାଲ, ସିଏ ସେଇଟା ତାଙ୍କୁ ପଚାରିବେ। ଆମେ କ'ଣ କହିପାରିବୁ ତାଙ୍କୁ ବିଷୟରେ କି? କାରଣ ଆମେ କାହିଁକି ତାଙ୍କୁ ଅଶ୍ଳୀଳତା ବିରୁଦ୍ଧ? ଆମେ ତ ଭଲ ଲେଖକ ଡାଇରେକ୍ଟର ନେଲୁ, ତାର ଭଲ ଆର୍ଟିଷ୍ଟକୁ ନେଲୁ। ଆମେ କାହିଁ ସେ ଦିଗରେ ଆମେ କାହିଁ ଆଙ୍କୁ ଯଦି ଆଇଟମ୍ ଗାଲକୁ ନେବୁ ତାହେଲେ ଆମେ କାହିଁ ଆର୍ଟିଷ୍ଟ ନେଉଛୁ? କ'ଣ ପାଇଁ ନାଟକ କାହିଁ ଉପରେ ଫୋକସ୍ ଦେଉଛୁ? କମିଟି ବୁକିଂ କଲେ, କମିଟି ଆପଣଙ୍କ ଗଲା ଗାଁରେ ନାଚ କଲେ, ସେମାନେ ଚାହିଁବେ ଯେ ଯୋଉ ଅଶ୍ଳୀଳ କରିବା। ଆମେ କମିଟି ପ୍ରଥମେ ମନା କରୁଛୁ ସେ ଦିଗରେ ମାନେ ଇଏ ଆମେ ନାଟକ ଇଏକୁ ଗୁରୁତ୍ୱ ଯେହେତୁ ମାନେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ବନ୍ଦ ହେଲେ, ଖଣ୍ଡଗିରିରେ ବନ୍ଦ ହେଇଛି। ସବୁ କମିଟି କହୁଛୁ ସେ ତ ବନ୍ଦ କର। ପୁରୁଣା କଳାକାର ବି ଆମର ତ ମାମା ଅଛି, ହିରୋଇନ୍ ଯିଏ ଅଛି। ଆଉ ତ ସବୁ ନୂଆ ନୂଆ ସବୁ ଆମ ନୂଆ ଆସୁଛନ୍ତି ସବୁ ପାର୍ଟିରୁ। ଆଉ କ'ଣ ଆମ ପାଖରେ ନୂଆ କିନ୍ତୁ ସମସ୍ତେ ପୁରୁଣା।